ଚତୁର୍ଥ ସପ୍ତବିଂଶ ନାରଦବାଚ ହନ୍ତି ବ୍ରହ୍ମାଙ୍କ ନନ୍ଦନ ତଦନ୍ତେ ସେ ଯେ ପୁରଞ୍ଜନ ଅନେକ ମତେ ପ୍ରବୋଧିଲା ରାଣୀଙ୍କ ମାନ ଦୂର କଲା ପ୍ରସନ୍ନ ବଦନେ ସୁନ୍ଦରୀ ସ୍ନାନ ମାର୍ଜନା ବେଗେ ସାରି କୁଙ୍କୁମ କସ୍ତୁରୀ ଲଗାଇ ସୁବାସ ଗନ୍ଧେ ମନମୋଇ ସୁଗନ୍ଧ ପୁଷ୍ପମାଳା ଦେଇ କବରୀ ବାନ୍ଧିଲା ସଜାଇ ଭଞ୍ଜିଲା ନାନା ଅଳଙ୍କାର ମୁକୁରେ ନିରେଖି ଶରୀର ଏ ଭୋଜନ ସାରି ଷଡ଼ର ସେ ତାମ୍ବୁଳ ଭୁଞ୍ଜିଲା ହରସେ ନୃପତି ସମୀପେ ମିଳିଲା ହସି ପଲ୍ୟଙ୍କେ ବିଜେ କଲା ସକାମ ବିକାରେ ରାଜନ ରାଣୀକୁ କଲା ଆଲିଙ୍ଗନ ବିଧ ସକାମ ବିକାର ହାସ୍ୟ କଟାକ୍ଷ ମନୋହର ଏକାନ୍ତ ସଙ୍ଗ ରତି ରଙ୍ଗେ ସେ ରାଜା ପୁରଞ୍ଜନ ସଙ୍ଗେ ଏ ରାତ୍ର ଦିବସ ନ ଜାଣିଲେ ଅଜ୍ଞାନ ମୋହେ ନିମଜିଲେ ଏ କାମ ଭୋଗରେ ନୃପତି ଫୁଟିଣ ଶ୍ରାନ୍ତ ହେଲା ଅତି ଉପାଧି କରି ପତ୍ନୀ କର ସୁଖେ ଶୋଇଲେ ନୃପବର ପଲ୍ୟଙ୍କେ ବହୁ ନିଦ୍ରା ଗଲା ସେ କାଳ ଗତି ନ ଜାଣିଲା ଅଜ୍ଞାନେ ପତ୍ନୀ ବସେ ରତ ନ ଦେଲା ଜ୍ଞାନ ମାର୍ଗେ ଚିତ ନବୀନ ବୟସ ରାଜନ ନାସିଲା ଏ ନାରୀ ଭୋଗେଣ କ୍ଷଣକ ପ୍ରାୟତା ଜାଣିଲା ଏ ଯୁବା କାଳେ ବିନାଶିଲା ଭୋଗାନ୍ତେ ପୁରଞ୍ଜନ ଠାରେ ଜନ୍ମିଲେ କନ୍ୟା ଯେ କୁମରେ 10 ଉତ୍ତର କନ୍ୟା ସତ ସୁକନ୍ୟା ଗୁଣ ଶିଳେ ଜାତ 11 ଶତ ଯେ କୁମର ଜନ୍ମ ଲଭିଲେ ଆଦ୍ୟ ତାର ସେ କନ୍ୟା ପୁତ୍ରେ ବିଭା ଦେଇ ସତରେ ଗଲା ନୃପସାଇ ବିଷୟ ବନ୍ଦେ ନିମଜିଲା ଅର୍ଦ୍ଧ ଆୟୁଷ ତାର ଗଲା ପୁତ୍ର କନ୍ୟାକ ସୁଖାଶଏ ଜଞ୍ଜାଳ ବଢାନ୍ତି ସେ ରାଏ ସର୍ବରାଜାର ଭଣ୍ଡାର ଲୁଟିଣ କଲେ ସେ ବ୍ୟବହାର ବିଷୟ ମମତା ବଢାଇ ବନ୍ଦୀ ହୋଇଲା ନୃପସାଇ ତଦନ୍ତେ ଘୋର ଯଜ୍ଞ କଲା ଅନେକ ପଶୁ ବଧ କଲା ଦେବତା ପିତୃଭୂତପତି ସେ ଯଜ୍ଞେ ପୂଜିଲା ନୃପତି ଯେ ରୂପେ ତୁମ୍ଭେ ରାଜନ କରିଛ ଘୋର ଯଜ୍ଞମାନ ସେ ରୂପେ ପୁରଞ୍ଜନ ରାଏ ଅନେକ ପଶୁ କଲା କ୍ଷୟ ବିଷୟ ଜଡ଼ରେ ଉନ୍ମତ୍ତ କୁଟୁମ୍ବେ ବଧ କଲା ଚିତ ତଦନ୍ତେ ଉପୁଜିଲା କାଳ ଯେ ହରେ ପ୍ରାଣୀ ଆୟୁ ବଳ ତାହାର ନାମ ଚଣ୍ଡବେଗ ଗନ୍ଧର୍ବ ରାଜ୍ୟ କରେ ଭୋଗ ଗନ୍ଧର୍ବମାନଙ୍କର ପତି ଅତି ପ୍ରଚଣ୍ଡ ତାର ଗତି ତ୍ରିଶନ୍ତି ଷଟତା ପ୍ରମାଣ ଗନ୍ଧର୍ବ ଅତି ବଳବାନ ମିଥୁନ ଭାବେ କରି ସ୍ତୁତି ଏତେ ଗନ୍ଧର୍ବେ ତହିଁ ସ୍ଥିତି ଗନ୍ଧର୍ବ ଗନ୍ଧର୍ବେ ପ୍ରବଳ ଏକେ କୃଷ୍ଣ ଅଟନ୍ତି ସୁକଳ ସେ ସର୍ବ ଚଣ୍ଡବେଗଙ୍କର ଅଟନ୍ତି ତାଙ୍କ ଅନୁଚର ସେ ଚଣ୍ଡବେଗ ଆଜ୍ଞା ପାଇ ବେଢ଼ିଲେ ରାଜପୁରେ ଯାଇ ସେ ପୁରଞ୍ଜନ ଦିବ୍ୟପୁରୀ ଗନ୍ଧର୍ବେ ବେଗେ ଲୁଟି କରି ସେ ନଗ୍ରେ ସେନାପତି ଏକ ରକ୍ଷଣେ ଥିଲା ଯେ ଅଧିକ ତାହାର ନାମ ପ୍ରଜାପର ସେ ବେଗେ ମିଳିଲା ଆଗର ତାହାକୁ ମାରି ଗଉଡ଼ିଲା ଅନେକ ଘୋର ଯୁଦ୍ଧ କଲା ଶତ ସମ୍ବତ୍ସର ନିତ୍ୟେ ଯୁଜିଲା ଗନ୍ଧର୍ବ ସଙ୍ଗତେ ଗନ୍ଧର୍ବେ ଅତି ବଳବାନ ତାହାକୁ ମାରି କଲେ ଛନ୍ନ ସେ ପୁରବାସୀ ଯେତେ ଥିଲେ ସେ ସର୍ବେ ଆକୁଳେ ଶୋଚିଲେ ଆନେ ଯେ ନ ପାରନ୍ତି ଯାଇ ଦୁଃଖେ ରୋଦନ୍ତି ସୁଖ ପାଇଁ ସେ ପୁରେ ନୃପ ପୁରଞ୍ଜନ ସଙ୍ଗତେ ଘେନି ପରିଜନ ପଞ୍ଚାଳ ଦେଶେ ନାନା ସୁଖ ଯେଣୁ ଭୁଞ୍ଜିଲା ଅବିବେକ ପତ୍ନୀ ବସେ ତା ଦିନ ଗଲା ଅଳପ ସୁଖେ ନିମଜିଲା ନକଲା ସେ ଭୟ ବିଚାର ଏଣୁ ହୋଇଲା ଦୁଃଖ ଘୋର ଏ ପ୍ରାଚୀନ ଅଗ୍ରତେ ନାରଦ କହିଲେ ଯୁଧର ସମ୍ବାଦ କାଳର କନ୍ୟା ଏକ ଥିଲା ତାହାକୁ କେହି ନ ବରିଲା ତିନି ଲୋକେ ସେ ଭ୍ରମୟୀ ତା ଡରେ କେହି ବିଭା ନହିଁ ସେ ଯାରେ ବର ଇଚ୍ଛା କରେ ସେ ଦେଖି କମ୍ପେ ଥରରେ ସେ ସର୍ବ ଅଭାଗ୍ୟର ଧାମ ଦୁର୍ଭାଗୀ ଏଣୁ କରି ନାମ ସେ କନ୍ୟା ପୂର୍ବେ ଏକ କାଳେ ଯୁବତୀ ବିଭା ହେଲା ବେଳେ ତାଠାରେ ଭୟ ଭୋଗ କରି ପୁତ୍ରକୁ ବରେ ଇଚ୍ଛା କରି ତାହାକୁ ଯଜାତି ରାଜନ ପୁତ୍ରକୁ କଲେ ସମର୍ପଣ ତା ଜ୍ୟେଷ୍ଠ ଯେତେକ କୁମାର କେହି ନ କଲେ ଅଙ୍ଗୀକାର କନିଷ୍ଠ ପୁତ୍ର ପୁରୁ ଥିଲା ସେ ପିତା ଆଜ୍ଞାରେ ବରିଲା ଏମତେ ସେ କାଳ ଦୁଇତି ସେ ବରେ ନୁହେଁ ଦୁଷ୍ଟମତି କାମ ଭୋଗେଣ ବଳ ହରି ତଦନ୍ତେ ସଂସାରେ ବିହରି ମୁନୁତ୍ୟ ବ୍ରହ୍ମ ଲୋକଠାରୁ ଏ ମୋହି ଭ୍ରମଣ ଇଚ୍ଛାରୁ ଆସନ୍ତେ କୃଷ୍ଣ ରସେ ରସି ସେ ମୋତେ ଭେଟିଲା ଦୁର୍ଦଶୀ ବହିଲା ଶୁଣ ମୁନିବର ମୋ କାମ ଦୁଃଖ ପରିହର ଚତିତ୍ୱପଣ ମୋତେ ଜାଣେ ତଥାପି ବରିଲା ଭ୍ରମଣେ ହେ ମୁନି ଶ୍ରେଷ୍ଠ ଯୋଗେଶ୍ୱର ମତୁଲେ ଗୃହ ଧର୍ମ କର ତୁମ୍ଭେ ମୋହର ନିଜ ପତି ଏଣୁ ଅଇଲି ତୁମ୍ଭ କତି ପୁରୁଷ ସ୍ୱଧର୍ମଟି ଏଇ ପ୍ରାପତ ଧନ ନତେ ଜଇ ଏ ଯାଚକ ଧନ ପ୍ରତେଜିଲେ ସେ ସୁଖ ନ ଲଭନ୍ତି ବୋଲେ ହେମନ୍ତ ବାକ୍ୟ ତାର ଶୁଣି ଆମ୍ଭେ ପ୍ରକୋପେ ତାଙ୍କୁ ବଣି କହିଲୁ ତୁ ନିଶ୍ଚୟ ଯୁବତୀ ପ୍ରମୋଦା କୂଳେ ନହି ସତୀ କୂଳ ଦୂଷଣ କର୍ମ ତୋର ନ ମରି ଧରିଛୁ ଶରୀର
ପାତ୍ର ଅପାତ୍ର ତୁ ନ ଜାଣୁ ଦୂଷଣ କଥା ମୁଖେ ବଣୁ ଶୁଣତୁ ପାମରି ଅଜ୍ଞାନୀ ଆମ୍ବେ ଯେ ଅଟୁ ମହାମୁନି ଏ ଗୃହସ୍ଥ ଧର୍ମ ଆମ୍ବ ନାହିଁ ତୋର ଚରଣେ ଇଚ୍ଛା କାହିଁ ଏ ଗୃହସ୍ଥ ଧର୍ମ ଆମ୍ବ ନାହିଁ ତୋର ବରଣେ ଇଚ୍ଛା କାହିଁ ତୋହର ବରେ ଯେବେ ଇଚ୍ଛା କହିବା ପୁରିବ ତୋ ବାଞ୍ଚା ଯବନ ମାନଙ୍କ ଈଶ୍ୱର ତୁ ଯାଇ ବେଗେ ତାକୁ ବର ଏ ତୋର ଯେତେ କାମ ଇଚ୍ଛା ସେ ତୋର ପୁରାଇବେ ବାଞ୍ଚା ତା ଶୁଣିବି ମୁଖେ ତରୁଣୀ ସେ ମୋତେ କୋପେ ସାପ ବଣି ବଇଲା ଶୁଣ ମୁନିବର ମୋ ପ୍ରୀତି ଆଶା କଲୁ ଦୂର ତୁ ଏକଠାବେ ନ ରହିବୁ ଜୀବନେ ଯେତେ କାଳ ଥିବୁ ବ୍ରହ୍ମାଣ୍ଡ ମଧ୍ୟ ସ୍ଥାନ ଯେତେ ଭ୍ରମଣ କରୁଥିବୁ ନିତ୍ୟେ କାହିଁ ତୁ ନ ଲଭିବୁ ସୁଖ ଇତ୍ୟାଦି ଭୋଗ ତୁ ବିମୁଖ ଏ ଘୋର ସାପ ମତେ ଦେଇ ବରିଲା ଭଏ ପତି ଯାଇ ବୋଦେବ ଯବନ ଈଶ୍ୱର ତୁ ବୀର ବଳେ ବଳିଆର ଏଣୁ ବରିଲି ମୁହିଁ ତୋତେ ମୋର ବିନୟ ଜ୍ଞାନ ଚିତେ ତୁମ୍ଭକୁ ଯେ ବା ମାଗେ ଯାହା ବିନାଶ ନୁହେଁ କାମ ତାହା ଶୁଣ ଯବନ ଅଧିପତି ଏବେନି ଲୋକ ଶିଶୁମତି ଯେ ଲୋକ ଶାସ୍ତ୍ରରେ ଉଚିତ ଦ୍ରବ୍ୟ ହୋଇଛି ଉପଗତ ଯାଚକ ଜନେ ତା ନ ଦେଇ ଅଥବା ଦେଲେ ନଘେ ନଈ ଏବେନି ଶିଶୁ ସଙ୍ଗେ ସରି ଏଣୁ ତାଙ୍କୁ ମୁଁ ନ ବରି ତୁମ୍ଭେ ଦୟାଳୁ ସୁରବନ୍ତ ଯବନ ମାନଙ୍କ ସାମନ୍ତ ମୁଁ କାମେ ତୁମ୍ଭକୁ ଭଜିଲି ଲଜ୍ଜା ସଙ୍କୋଚ ଉପେଖିଲି ମୋ ସଙ୍ଗେ କର ବୈଭୋଗ ହର ଦୁର୍ଜୟ କାମ ରୋଗ ପୁରୁଷ ସ୍ୱଧର୍ମଟି ଏଇ ଦିନ ଜନକୁ ଉଦ୍ଧାରଇ ମୁଁ ଜନ୍ମ କାଳୁ କାମ ଦୁଃଖେ ତୁ ମତେ ନ ତେଜିବି ମୁଖେ ତାର କାର୍ପଣ୍ୟ ବାକ୍ୟ ଶୁଣି ଯବନେଶ୍ୱର ମନେ ଗୁଣି ଦେବଙ୍କ ଗୁପ୍ତ ଯେ ମରଣ ଏହା ସାଧିବି ନିଶ୍ଚୟ ଜାଣମ୍ ହେମନ୍ତ ମନେ ବିଚାରିଲା କନ୍ୟାକୁ ପ୍ରତି ବାକ୍ୟ ଦେଲା ଶୁଣ ଏ କାଳର ଦୁଇତି ତୋ ମନେ ବରି ଅଛୁପତି ଏକାକୀ ବୋଲି ଭୟ ଯେବେ ମୋ ସେନା ସଙ୍ଗେ ନିଅ ତେବେ ହେମନ୍ତେ ରାଜା ତୁ ବିନାଶ ଏମାନେ ହୁଅନ୍ତୁ ତୋର ଦାସ ମୋର ଭାଇ ଯେ ପ୍ରଜୋର ତୁ ଭଗ୍ନି ହେବୁ ଯେ ମୋର ଏକତେ ଭାଇ ଭଗ୍ନି ଥିବ ମୋ ସୈନ୍ୟଗଣ ସଙ୍ଗେ ନେବ ଲୋକେ ତ ଗତି ନ ଜାଣିବେ ଚାରି ଦିଗରେ ଭ୍ରମୁଥିବେ ଜୀବନ ଭୋଗ ଅନୁସାରେ ପଡ଼ିବେ ଲୋଭାଦି ବ୍ୟାଧିରେ ହେମନ୍ତେ ଶିକ୍ଷା ତାକୁ ଦେଇ ଅଗ୍ରେ ପେଶିଲା ଭଗ୍ନି ଭାଇ ଚତୁର୍ଥ ସ୍କନ୍ଦ ଭାଗବତ ନାରଦ ପ୍ରାଚୀନ ଉକତମ୍ ଏ ପୁରଞ୍ଜନର ଆଖ୍ୟାନ ବଣଇ ଜଗନ୍ନାଥ ହୀନମ୍ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସହିତାଂ वयासिक्यां चतुर्थ स्कंदे पुरंजन उपाख्यान नाम सप्तविंशोऽध्यायः बोलानंदे एकवार हरि हरि बोल।